ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ଦେଶର ସେନା କ୍ଷମତାଚ୍ୟୁତ କରିବା ପରେ ଭାରତ ସହିତ ବାଂଲାଦେଶର ସମ୍ପର୍କ ଖରାପ ହୋଇଛି। ବାଂଲାଦେଶରେ ଅଳ୍ପ ସଂଖ୍ୟକ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇଛି ଏବଂ ଭାରତ ପ୍ରତି ବାଂଲାଦେଶ ଲୋକମାନଙ୍କର ଆକ୍ରୋଶମୂଳକ ବ୍ୟବହାର ସହିତ ଅନେକ ହିଂସାତ୍ମକ ମନୋଭାବ ମଧ୍ୟ ଦେଖିବାକୁ ମିଳିଛି। ଏହାରି ମଧ୍ୟରେ ପଡ଼ୋଶୀ ବାଂଲାଦେଶ ପଶ୍ଚିମବଙ୍ଗ ସୀମା ନିକଟରେ ତୁର୍କୀ ନିମିତ୍ତ ଡ୍ରୋନ୍ ମୁତୟନ କରି ସର୍ଭେଲାନ୍ସ ଜୋରଦାର କରିଛି ବୋଲି ସୂତ୍ରରୁ ଖବର ପ୍ରକାଶ ପାଇଛି। ଶେଖ୍ ହସିନାଙ୍କ ଆୱାମୀ ଲିଗ୍ ସରକାରଙ୍କ ପତନ ପରେ ସୀମାରେ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ଗୋଇନ୍ଦା ସୂଚନା ମିଳିବା ପରେ ଏହି ଅଗ୍ରଗତି ଘଟିଛି। ସୂତ୍ରରୁ ପ୍ରକାଶ ଯେ ଭାରତୀୟ ସୀମା ନିକଟରେ ବାରାଇଟ୍ର TB2 ମାନବବିହୀନ ବିମାନଯାନ ନିୟୋଜନ ସମ୍ପର୍କରେ ସେନା ରିପୋର୍ଟ ଯାଞ୍ଚ କରୁଛି। ଗୋଇନ୍ଦା ସର୍ଭିଲାନ୍ସ ଏବଂ ଅନୁସନ୍ଧାନ ମିଶନ ପାଇଁ ଏହି ଡ୍ରୋନ୍ଗୁଡ଼ିକ ବାଂଲାଦେଶର ସେନା ଦ୍ୱାରା ପରିଚାଳିତ କରାଯାଉଛି। ବାଂଲାଦେଶ ଏହି ନିୟୋଜନ ପ୍ରତିରକ୍ଷା ଉଦ୍ଦେଶ୍ୟରେ ବୋଲି ଦାବି କରୁଥିବା ବେଳେ ଏଭଳି ଆଡଭାନ୍ସ ଡ୍ରୋନ୍ଗୁଡ଼ିକ ଏଭଳି ସମ୍ବେଦନଶୀଳ ଅଞ୍ଚଳରେ ମୁତୟନ କରିବାର ରଣନୀତିକ ଉଦ୍ଦେଶ୍ୟକୁ ଭାରତ ଅଣଦେଖା କରିବ ନାହିଁ। ଗୋଇନ୍ଦା ସୂଚନା ଅନୁଯାୟୀ ହାସିନାଙ୍କ କାର୍ଯ୍ୟକାଳ ମଧ୍ୟରେ ଦୁର୍ବଳ ହୋଇଯାଇଥିବା ଉଗ୍ରବାଦୀ ଶକ୍ତିମାନେ ଭାରତୀୟ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ପୁନର୍ବାର ଶକ୍ତି ଜୁଟାଇଲେଣି। ଇନପୁଟ୍ରେ ଉଲ୍ଲେଖ କରାଯାଇଛି ଯେ ଆତଙ୍କବାଦୀ ଗୋଷ୍ଠୀ ଏବଂ ଚାରା ଚାଲାଣ ନେଟୱାର୍କ ବାଂଲାଦେଶରେ ରାଜନୈତିକ ଅସ୍ଥିରତାକୁ ଭାରତରେ ଅନୁପ୍ରବେଶ କରାଉଛନ୍ତି। ଏହାର ଚଳିତ ବର୍ଷ ପ୍ରାରମ୍ଭରେ ବାଂଲାଦେଶ ପାଇଥିବା ବାରାକ୍ଟର TB2 ଡ୍ରୋନ୍ ତଦାରଖ ଏବଂ ହାଲୁକା ଷ୍ଟ୍ରାଇକ୍ ଅପରେସନ୍ କରିବାର କ୍ଷମତା ବଢ଼ିଛି। ବାଂଲାଦେଶର ଡିଫେନ୍ସ ଟେକ୍ନୋଲୋଜି ଅନୁଯାୟୀ ମୁତୟନ ହୋଇଥିବା 12ଟି ଡ୍ରୋନ୍ ମଧ୍ୟରୁ 6ଟି କାର୍ଯ୍ୟକ୍ଷମ କରାଯାଇଛି। ବାଂଲାଦେଶରେ ଜାରି ରହିଥିବା ଅଶାନ୍ତିକର ସ୍ଥିତି ମଧ୍ୟରେ ସଶସ୍ତ୍ର ବାହିନୀ ପୂର୍ବରୁ ସଜାଗ ରହିଛନ୍ତି ଏବଂ ନୂତନ ଡ୍ରୋନ୍ ନିୟୋଜନ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ ଆମେ ପରିସ୍ଥିତିକୁ ତୀକ୍ଷ୍ଣ ନଜରରେ ରଖିଛୁ ଏବଂ ଆମର ସୀମାର ସୁରକ୍ଷା ତଥା ନିରାପତ୍ତାକୁ ନିଶ୍ଚିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବୁ। ବାଂଲାଦେଶର ସ୍ଥିତିକୁ ନଜରରେ ରଖିବା ପାଇଁ ଭାରତ ମଧ୍ୟ ଗୁପ୍ତଚର ସୂଚନା ପ୍ରଦାନ କରିବା ଏବଂ ଆନ୍ତର୍ଜାତିକ ଭାଗୀଦାରୀମାନଙ୍କ ସହ ଯୋଗାଯୋଗ କରୁଛି। ତେବେ ଭିଡ଼ିଓଟି ଭଲ ଲାଗିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ ଏବଂ ଗୋଟେ ଲାଇକ୍ କରିବେ। ଧନ୍ୟବାଦ।